जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम नक्षत्र सीरीज करथिले आमर एस्ट्रोलॉजी क्रम आज नक्षत्र सीरीज को आगु नवा नक्षत्र सीरीज क्रम आज आम पढ़ा ज्येष्ठा नक्षत्र आम अनुराधा नक्षत्र जाए कंप्लीट कर देथिले आम नक्षत्र सीरीज रो जो छोट छोट जो स्पेसिफिकेशन गुड़ाक अच्छी आम से गुड़ा कभर अप करूचे आउ नक्षत्र विषय कही रखे जे पुरातन प्राचीन जुगरे जेतेबेले कौनसी आडभान्सड प्रेडिक्शन टेक्निक नथिला सेतेबेले एई नक्षत्र सिस्टम उपरे बेस करिकी ही प्रेडिक्शन करा जाउथिला एवं जेतिक सब दशा रिडिंग टेक्निक अछि महादशा रिडिंग टेक्निक गुड़ाक सब अवेलेबल अछि से महादशा रिडिंग टेक्निक गुड़ाक प्रायतः नक्षत्र बेस्ड रे थाए कଳି ଯୁଗରେ ବିଂଶୋତ୍ତରୀ ମହାଦେଶକୁ ବହୁତ ମାତ୍ରାରେ ପ୍ରାଧାନ୍ୟ ଦିଆଯାଇଛି ଏବଂ ବିଂଶୋତ୍ତରୀ ମହାଦେଶକୁ ଯଦି ଆମେ ଦେଖିବା ସିଏ ବି ନକ୍ଷତ୍ର କୁ ବେସ୍ କରିକି ହିଁ ଡିଜାଇନ କରାଯାଇଛି ତେଣୁ କୌଣସି ଭାବରେ କୌଣସି ଗ୍ରହ ବସିଲେ ସେ ଗ୍ରହ କୌଣସି ଗୋଟେ ଭାବର ନକ୍ଷତ୍ରରେ ବସିଥିବ ଏବଂ ଯେହେତୁ ସେ କୌଣସି ଭାବର ନକ୍ଷତ୍ରରେ ବସିଥିବ ସେ ନକ୍ଷତ୍ରଟା ଯଦି ତାର ଗାଡିର ଫୁଏଲ ହୁଏ ତାହେଲେ ସେ ଗ୍ରହଟା ହଉଛି ଗାଡି ସେ ଭାବକୁ ଆଗେଇ ନେବା ପାଇଁ ଚାहे ଭଲରେ ହଉ ଚାहे ଖରାପରେ ହଉ ତ ସେଇ କ୍ରମରେ ଆଜି ଆମେ ପଢିବା ଜ୍ୟେଷ୍ଠା ନକ୍ଷତ୍ର କହୁଛି ଜ୍ୟେଷ୍ଠା ନକ୍ଷତ୍ର ହଉଛି ଦ ଏଲ୍ଡର ୱାନ୍ ଜ୍ୟେଷ୍ଠା ମାନେ କଣ ଜ୍ୟେଷ୍ଠ ମାନେ ହଉଛି ସବୁଠୁ ବଡ ଯିଏ ନକ୍ଷତ୍ର ମାନଙ୍କ ଭିତରେ ସବୁଠୁ ଯିଏ ବଡ ଆମେ ହିଷ୍ଟ୍ରି କୁ ଯିବାନି କେମିତି କଣ ସୃଷ୍ଟି ହେଲା କଣ ହେଲା ସେ ସବୁ ଜିନିଷକୁ ଯିବାନି ଆମେ ଆମର ଟୋଟାଲ ଉପରେ ଭଲସେ ଜାଣିବା ଯେ ତାର ସ୍ପେସିଫିକେସନ୍स ଗୁଡାକ ଆମେ ପଢୁଛେ ସେ ସ୍ପେସିଫିକେସନ୍ସ ଗୁଡାକ ବିଷୟରେ ଆମେ ଆଜି କ୍ଲିୟର ହବା ଜ୍ୟେଷ୍ଠ ନକ୍ଷତ୍ର କୁହନ୍ତି ଦ ଚିଫ୍ ନହେଲେ ଏଲ୍ଡର ଠିକ ଅଛି ୟାର ଯୋଉ ଦେବତା ହଉଛନ୍ତି ୟାର ଦେବତା ହଉଛନ୍ତି ଇନ୍ଦ୍ର ଏଇ ନକ୍ଷତ୍ରର ଦେବତା ହଉଛନ୍ତି ଇନ୍ଦ୍ର ଆଉ ଗୋଟେ ଛତାଟା ଯେମିତି ଧରିଲେ ଯୋଉ ଭଳି ସିମ୍ବଲ ହୁଏ ଛତାର ସିମ୍ବଲ ୟାର ସିମ୍ବଲ ଏ ନକ୍ଷତ୍ର ସିମ୍ବଲ ଛତା ପରିକା ଏବଂ ୟାକୁ ପ୍ଲାନେଟ ବୁଦ୍ଧ ୟାକୁ ରୁଲ କରନ୍ତି ଧର୍ମ ଅର୍ଥ କାମ ମୁଖ୍ୟ ଯୋଉ ଚତୁର୍ବର୍ଗ ପୁରୁଷାର୍ଥ ଅଛି ଏଇ ନକ୍ଷତ୍ରଟି ଅର୍ଥ ପୁରୁଷାର୍ଥ ଅଣ୍ଡରରେ ଯାଏ ଦେବଗଣ ମନୁଷ୍ୟ ଗଣ ରାକ୍ଷସ ଗଣ ତିନିଟା ପ୍ରକାର ଗଣ ଅଛି ଏହି ନକ୍ଷତ୍ରର ଗଣ ହଉଛି ରାକ୍ଷସ ଗଣ ୟାର ବର୍ଣ୍ଣ ହଉଛି ଫାର୍ମର କୃଷକ ମାନେ ସେବକ ଏବଂ ୟାର ନିଜସ୍ୱ ତତ୍ଵ ହଉଛି ବାୟୁ ୟାର ନିଜସ୍ୱ ତତ୍ଵ ହଉଛି ବାୟୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଯୋଉ ତ୍ରିମୂର୍ତ୍ତି ଅଛନ୍ତି ଭଗବାନ ଶିବ ହଉଛନ୍ତି ଏହି ନକ୍ଷତ୍ରକୁ ରୁଲ କରୁଥିବା ବ୍ରହ୍ମା ବିଷ୍ଣୁ ମହେଶ୍ୱର ତ୍ରିମୂର୍ତ୍ତିଙ୍କ ଭିତରୁ ଭଗବାନ ଶିବ ଏଇ ନକ୍ଷତ୍ରକୁ ରୁଲ କରନ୍ତି ଆଉ ଏଇ ନକ୍ଷତ୍ରକୁ ଯୋଉ ପ୍ରାଣୀ ରିପ୍ରେଜେଣ୍ଟ କରେ ସିଏ ହେଲା ହରିଣ ଯୋଉ ପକ୍ଷୀ ରିପ୍ରେଜେଣ୍ଟ କରେ ତାକୁ ଇଂଲିଶରେ କୁହା ବ୍ରାହ୍ମଣୀ ଡକ୍ ଡକ୍ ମାନେ ବତକ ବ୍ରାହ୍ମଣୀ ବତକ ଯୋଉ ଧଳା କଲରର ବ୍ରାହ୍ମଣୀ ବତକ ଏଇ ନକ୍ଷତ୍ରର ପକ୍ଷୀ ହିସାବରେ ରିପ୍ରେଜେଣ୍ଟ କରେ ଆଉ କଟନ ଟ୍ରି ରେଡ ସିଲ୍କ କଟନ ଟ୍ରି ଯୋଉଗୁଡାକ ଅଛି ରେଡ ସିଲ୍କ କଟନ ଟ୍ରି ସେଇ କଟନ ଟ୍ରି ଗୁଡାକ ଏଇ ନକ୍ଷତ୍ରର ଗଛ ହିସାବରେ ରିପ୍ରେଜେଣ୍ଟ ହୁଏ ଯଦି ଏ ନକ୍ଷତ୍ର କାହାର ଥାଏ ମାନେ ଯଦି ଏଇ ନକ୍ଷତ୍ର କିଏ ଜନ୍ମ ହେଇଥାଏ ତାହେଲେ ତାର ଆଦ୍ୟ ଅକ୍ଷର ନା ନୋ ୟେ ୟା ୟୋ ଏଇଭଳି ଭାବରେ ରଖିବା ଉଚିତ ବା ୟ ରେ ରଖିବା ଉଚିତ ନହେଲେ ନୋ ରେ ରଖିବା ଉଚିତ ତ ଆଜିର ସେସନରେ ଆମେ ଜ୍ୟେଷ୍ଠ ନକ୍ଷତ୍ର ସ୍ପେସିଫିକେସନ ବିଷୟରେ ଜାଣିଲେ ଜ୍ୟେଷ୍ଠ ଆଜିର ସେସନ ପାଇଁ ଏତିକି ପୁଣି କିଛି ନକ୍ଷତ୍ର ସେସନ ସହିତ ଆମେ ଆଗକୁ ବଢିବା ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ